ସାଙ୍ଗମାନେ ସୁନେନା ସିରିଏଲରେ ଆଜି ଆପଣ ଦେଖିବାକୁ ପାଇବେ ଗୋଟେ ଧମାକେଦାର ସିନ୍ ଯେଉଁଠିକି ଗୁଣ୍ଡାମାନେ ସୁଗନ୍ଧାକୁ ଅପହରଣ କରି ନେଇଯିବା ପାଇଁକି ଚେତାବନୀ ଦେଉଛନ୍ତି। ହଁ ଦର୍ଶକ ବନ୍ଧୁ, କାରଣ ସୁଗନ୍ଧା ପଇସା ଦେବା ପାଇଁକି ସେମାନଙ୍କୁ ମନା କରିବାରୁ ଗୁଣ୍ଡାମାନେ ଏଭଳି ଚେତାବନୀ ଦେଇଛନ୍ତି। ଆଜି ଯେତେବେଳେ ବୁଲବୁଲ ଦେବୀ ଘରକୁ ଆସନ୍ତି ତ ପଚାରୁଛନ୍ତି ସୁଗନ୍ଧାକୁ, ତୁ ବବଲୁର ସ୍କୁଲ ଯିବାକୁ କହୁଥିଲୁ ପରା, ଏଠି କ'ଣ ଡ୍ୟାନ୍ସ କରୁଛୁ? ତୁ ସ୍କୁଲ ଗଲୁନି କି ଆଜି ବବଲୁ ସ୍କୁଲକୁ? ତାପରେ ସୁଗନ୍ଧା କହୁଛନ୍ତି ବବଲୁର ଟିଚର କଲ୍ କରିଥିଲେ ମୋତେ ଆଉ କହିଲେ ଆଜି ନାହିଁ କାଲିକି ଆସିବା ପାଇଁକି ସ୍କୁଲକୁ। ତାପରେ ରାଗିକି ବୁଲବୁଲ ଦେବୀ ଶୁଣେନା କହିକି ଚିଲଉଛନ୍ତି। ଆଉ ଚିଲେଇବା ସମୟରେ ସେଇଠୁ ଭାନୁ ବାବୁ ଆସିକି ପହଞ୍ଚୁଛନ୍ତି ଆଉ କହୁଛନ୍ତି କ'ଣ ହେଲା ବୁଲବୁଲ ଦେବୀ, କାହିଁକି ଏଡ଼େ ଜୋର ଚିଲଉଛ? ବୁଲବୁଲ ଦେବୀ କହୁଛନ୍ତି ତମ ସୁନା କି ବୋହୂ ମନ୍ଦିରରେ ପୂଜା ଥାଳି ଫୋପାଡ଼ି ଦେଇକି କୁଆଡ଼େ ଚାଲି ଯାଇଛି। ତାପରେ ପୁରା ନିଆଁ ଭଳିଆ ରାଗି ଆସୁଛନ୍ତି ଆଉ ତାପରେ କହୁଛନ୍ତି ସିଏ ମୋ ସାମ୍ନାକୁ ଆସୁ, ଥରେ ମୁଁ ତାକୁ ଛାଡ଼ିବିନି, ଜିଅନ୍ତା କାକୁଡ଼ି ଲେମ୍ବୁ ଲୁଣ ପକାଇକି ଚୋପେଇ ଦେଇଯିବି। ତାପରେ ସୁଗନ୍ଧା କହୁଛନ୍ତି ସେ ଗଧ ଗୁଡ଼ାକ ମମିଙ୍କର ଜାଗାରେ ସୁନେନାକୁ କିଡ଼ନାପ୍ କରି ନେଇକି ଯାଇଛନ୍ତି, ମୂର୍ଖ କେଉଁଠିକାର ଗୋଟେ। ତାପରେ ପ୍ରିୟା ସାଙ୍ଗେ ସାଙ୍ଗେ କହୁଛନ୍ତି ମମି ସୁନେନା ତ ଘରେ ନାହିଁ। କହିସାରିବା ପରେ ଏସବୁ ଜିନିଷ କହିଲା ପରେ ତାପରେ ପ୍ରିୟା ପୁଣି କହୁଛନ୍ତି ସତ କଥା ନାହିଁ ବା ଏଠି ଜମା। ତାପରେ ବୁଲବୁଲ କହୁଛନ୍ତି ମୁଁ ଜାଣିଛି, ମୋତେ ଡରିକି ମୁହଁ ଲୁଚେଇକି କେଉଁଠି ଗୋଟେ ରହିଯାଇଛି। ମୁଁ ତ ତମକୁ କହିଦେଉଛି ମୁଁ ତାକୁ ଛାଡ଼ିବିନି ଜମା, ଖାଲି ଥରୁଟେ କେବଳ ମୋ ସାମ୍ନାକୁ ଆସିଯାଉ। ତାପରେ ସୁଗନ୍ଧା ସେଠୁ କିଛି ଗୋଟେ ଭାବିକି ଘର ଭିତରକୁ ପଳେଇଛନ୍ତି। ଆଉ ଯିବା ପରେ ସାଙ୍ଗେ ସାଙ୍ଗେ ବିବେକ ସେଇଠିକି ନେଇ ଶୋଉଛି, ନିଶା ଏଯାଏଁ ଭାଙ୍ଗିନି ଏକାଥରେ। ନିଶା କାଲି ରାତିର ମଦ ନିଶା ଅଛି, ସେ ଶୋଉଛନ୍ତି ଆଉ ନିଜ ଫୋନ୍ଟା ଖରାପ ହେଇଯାଇଛି। ଆଉ ସେଇଠିକି ଯେତେବେଳେ ନକଲି ବିବେକର ଫୋନ୍ ଥୁଆ ହେଇଛି ସେଇ ଫୋନ୍ଟା ଆଣିକି ଆଉ ସାଙ୍ଗେ ସାଙ୍ଗେ କାଗଜରେ ଥିବା ନମ୍ବରରେ ଲଗେଇକି ଗୁଣ୍ଡା ପାଖକୁ ଫୋନ୍ କରୁଛନ୍ତି। ସାଙ୍ଗେ ସାଙ୍ଗେ ହାଲୋ କହିଲା ପରେ ତାପରେ କହୁଛନ୍ତି ତମେ ମାନେ ଅନ୍ଧ ନା କ'ଣ? ଭିଡ଼ିଓ କଲ୍ କରିକି ତମକୁ କହିଥିଲି ପରା ନାଲି ଶାଢ଼ୀ ବାଲିକୁ କିଡ଼ନାପ୍ କରିବା ପାଇଁକି, ତ ମମି କେମିତି ଫେରି ଆସିଲେ ଘରକୁ? ଗୋଟେ କାମ ବି ଠିକ୍ ସେ ହେଉନି ତମ ଦ୍ୱାରା, ତମେ କେମିତିଆ ମଣିଷ? ତମକୁ ଗୁଣ୍ଡା କଲା କିଏ? ସେ ଗୁଣ୍ଡା କରିବାରେ ଗୋଟେ ବୁଦ୍ଧିଶକ୍ତି ଥାଏ, ତମର କିଛି ବୋଲେ କିଛି ନାହିଁ, ଗୋବର ଅଛି ମୁଣ୍ଡରେ। ଗୁଣ୍ଡା କହୁଛନ୍ତି ଆରେ ମ୍ୟାଡ଼ାମ୍ ନାଲି ଶାଢ଼ୀ ବାଲିକିଠୁ ହିଁ କିଡ଼ନାପ୍ କରିଛୁ, ହେଲେ ମ୍ୟାଡ଼ାମ୍ ଏ କାମ ପାଇଁକି ଆମେ ଡବଲ୍ ରେଟ୍ ନେବୁ, କାହିଁକି ନା ଦିନ ଦୁଇ ପରେ ଏତେ ବଡ଼ ରିସ୍କ ନେଇକି କାମ କରୁଛୁ, ଗୁଣ୍ଡାର ଏତେ ଦମ୍ ନାହିଁ। ତାପରେ ଏତେ ଭିଡ଼ିଓ କଲ୍ କରି ବ୍ୟାକ୍ ସାଇଡ଼୍ ଦେଖିଛନ୍ତି ସୁନେନାକୁ ଦେଖିକି ସେ ଆଚମ୍ବିତ ହେଇଯାଇଛନ୍ତି ସୁଗନ୍ଧା। ଆଉ ସୁଗନ୍ଧା ରାଗିକି ପୁରା ନିଆଁ ଭଳିଆ ହେଇକି କହୁଛନ୍ତି ଏକରେ ତ ଭୁଲ କରିଛ, ମୁଁ ଡବଲ୍ ରେଟ୍ ଚାହୁଁଛ, ମୁଁ ଗୋଟେ ଦାନା ଆଉ କଉଡ଼ିଟେ ବି ଦେବିନି, ବୁଝିଲୁ ହାରାମି? ଆଉ ତୋ ଭଳିଆ ହାରାମି ଦୁନିଆରେ କେହି ନାହିଁ। ଆଉ ମୋ ମୁଣ୍ଡ ଖରାପ ହେଇଯାଇଥିଲା ଯେ ତୋ ଭଳିଆ ମୂର୍ଖ ଆଉ ଜ୍ଞାନାର୍ଥ ଲୋକ ଗୁଣ୍ଡାଟାକୁ ମୁଁ ହାୟର କରିଥିଲି। ଆଉ ମୁଁ କଦାପି ହେଲେ ମୁଁ ଭାବିନଥିଲି ଯେ ତୁ ଏତେ ହାରାମି ହେଇପାରିବୁ ବୋଲି। ଗୁଣ୍ଡା କହୁଛନ୍ତି ଦବୁନୁ, ତୋ ବୋପାକୁ ମଉସା କରିକି ଦବୁ, ଯେମିତି ଦବୁନି କେହି, ତୁ ଯେମିତି ଦବୁ କେହି ଦେବେନି। ଆଉ ତାପରେ ପୁଣି କହୁଛନ୍ତି ହ୍ୟାଲୋ ମ୍ୟାଡ଼ାମ୍, ସବୁ ଭୁଲ ହେଉଛି ଆପଣଙ୍କର, କାହିଁକି ନା ଫଟୋ ପଠାଇଲେ ନାହିଁ, ଠିକ୍ ଇନଫର୍ମେସନ୍ ଦେଇ ଜଣେଇଲେନି। ଆପଣ ତ ନାଲି ଶାଢ଼ୀ ବାଲିକୁ କହିଥିଲେ ଉଠାଇବା ପାଇଁକି, ସେଠି ତ 2 ଜଣ ନାଲି ଶାଢ଼ୀ ପିନ୍ଧିଥିଲେ, ସେଥିପାଇଁ ତ ଆମେ ନାଲି ଶାଢ଼ୀ ବାଲିକୁ ହିଁ ଉଠେଇଲୁ ଜାଗା ମୁଣ୍ଡରୁ। କ'ଣଟା ହେଇଗଲା ସେଠୁ? ତମ ଭୁଲ ସେଇଟା, ଆମର କିଛି ଯାଏ ଆସେ ନାହିଁ ହେଲା, ଆମ ସହିତ ପଙ୍ଗା ନିଅନି ହେଲା। ଏହା ଦେଖିକି ସୁଗନ୍ଧା ପୁରା ଆଚମ୍ବିତ ହେଇଯାଇଛନ୍ତି, କହନ୍ତି ଗୁଣ୍ଡାର କେତେ ପ୍ରକାର ରୂପ କିରେ। ତାପରେ ଗୁଣ୍ଡା କହୁଛନ୍ତି ତମେ ବହୁତ କଥାବାର୍ତ୍ତା କରୁଛ ହେଲା ମ୍ୟାଡ଼ାମ୍, ମାନିଯାଅ ଆମ କଥା। ସୁଗନ୍ଧା କହୁଛନ୍ତି ବେଶୀ ବକ୍ ବକ୍ କରନି, ତମକୁ ସେତେବେଳେ ଟଙ୍କା ମିଳିବ ଯେତେବେଳେ ତମେ ଠିକ୍ ଲୋକକୁ ଦାନା ଦେଇ ଶିକାର କରିକି ଆମ ପାଖକୁ ଆଣିବ, ମୋ ପାଖକୁ ଆଣିବ, ତାପରେ ଶିକାରକୁ ଦେଖିଲା ପରେ ତମକୁ ଦେବି ଦାନା। ତାପରେ ଗୁଣ୍ଡା କହୁଛନ୍ତି ଦେଖନ୍ତୁ ମ୍ୟାଡ଼ାମ୍, ପ୍ରଥମେ ଆମେ କାମ କରିଥିବାର କାମର ରୋକଡ଼ା ମାଲ ଖସାନ୍ତୁ, ଯେଉଁ କାମ ଆମେ କରୁଛୁ ତା ରୋକଡ଼ା ଦିଅନ୍ତୁ, ଆଉ ପରେ ଯେଉଁ କାମ କରିବେ ସେଥିରେ 10% ଡିସକାଉଣ୍ଟ କରିଦେବେ, ନହେଲେ ଆପଣ ତ ବୁଝିପାରୁଥିବେ ଆଉ କ'ଣ ଆମେ କରିପାରିବୁ। ଆଉ ସେଠୁ ସୁଗନ୍ଧା କହୁଛନ୍ତି କ'ଣ କରିପାରିବ ତମେ? ସେ କହୁଛନ୍ତି ଯଦି ଆପଣ ଆମକୁ କିଛି ନଦେଲେ, ଖେଳେଇଲେ, ଆମେ ସମସ୍ତଙ୍କ ସାମ୍ନାରେ ସତ କହିଦେବୁ। ଏହା ଶୁଣିଲା ପରେ ସୁଗନ୍ଧା ପୁରା ଛାନିଆ ହେଇଯାଉଛନ୍ତି ଆଉ ଛାନିଆ ହେଇକି କାନ୍ଦିଲା ଭଳିଆ ହେଇକି କହୁଛନ୍ତି ପ୍ଲିଜ୍ ମୁଁ ତମ ଗୋଡ଼ ହାତ ତଳେ ପଡ଼ୁଛି, କାକୁତ ମିନତି ହେଉଛି, ପ୍ଲିଜ୍ ସେମିତି କିଛି ହେଲେ ବି କରିବନି, କେବେ ହେଲେ ବି କହିବନି କାହାକୁ। ଗୁଣ୍ଡା କହିଲେ ତାହେଲେ ଭଲରେ ଆମ କଥା ମାନି ଯାଆନ୍ତୁ ହେଲା। ଦ୍ୱିତୀୟ ଥର ଏସବୁ କଥା ଛାଡ଼ନ୍ତୁ, ଯଦି ଟଙ୍କା ନଦେଲେ ତାହେଲେ ଭଲରେ କହୁଛୁ ଟଙ୍କା ଆମର ଦେଇଦିଅନ୍ତୁ, ଆଉ ଟଙ୍କା ନଦେଲେ ଆମେ ଭଲରେ
ଏବେ ସେ ସବୁ କଥା ଛାଡ଼ନ୍ତୁ, ଟଙ୍କା ନଦେଲେ ଏ ଛୁରୀଟାକୁ ଅନେଇକି ବସିଛି ତମ କଅଁଳିଆ ଚମଡ଼ା ଭିତରେ ପଶିବା ପାଇଁକି। ଆଉ ଜାଣୁଥିବ କେଉଁ ଭଳିଆ ଦରଜ ହେଉଥିବ ଏଇ ଗୁଣ୍ଡାର, କି ଶକ୍ତ ଚାକୁ ଅଛି ପୁରା। ତାପରେ ସୁଗନ୍ଧା କହୁଛନ୍ତି ପ୍ଲିଜ୍ ସେମିତି କରନ୍ତୁନି, ମୋର ପିଲା ଛୁଆ ସଂସାର ଅଛନ୍ତି, ମୋତେ ଅଳ୍ପ କିଛି ସମୟ ଦିଅନ୍ତୁ ପ୍ଲିଜ୍, ଆଉ କଥା ଦିଅ ଯେ ସେ ପର୍ଯ୍ୟନ୍ତ କାହାକୁ କିଛି କହିବେନି ଜମା। ମୁଁ କେବେ ଜାଣିନଥିଲି ଜଣେ ଗୁଣ୍ଡା ପାଖକୁ ଗଲେ ସୁନୟନାକୁ ମୁଁ ଯେତେବେଳେ ମୁଁ ଏତେ ଶସ୍ତାରେ ମୋର ଅପହରଣ ହୋଇପାରିବନି, କିଡ଼ନାପ୍ ହେବନି ବୋଲି ମୁଁ ଜାଣିନଥିଲି ତୁମ ମୋତେ ବି ବ୍ଲାକମେଲିଂ କରିବ ବୋଲି। ଗୁଣ୍ଡା କହୁଛନ୍ତି ତୋର ବୁଦ୍ଧି ନାହିଁ ବୋଧେ, ଗୁଣ୍ଡା କାହାର ନୁହଁ ହେଲା। ଆଉ କହୁଛନ୍ତି ଟୋକି ଚାଲାକ ଅଛି ବେ, ଠିକ୍ ଅଛି। ଆପଣମାନଙ୍କୁ କ'ଣ ଲାଗୁଛି ସାଙ୍ଗମାନେ, କ'ଣ ସୁଗନ୍ଧା ପଇସା ନେଇକି ଗୁଣ୍ଡାମାନଙ୍କୁ ଦେବେ, ନା ଅହଙ୍କାର ପ୍ରକୃତି ଲାଗି ଗୁଣ୍ଡାମାନଙ୍କ ସହିତ ଝଗଡ଼ା ଆହୁରି ବଢ଼େଇବେ? ଭିଡ଼ିଓରେ ଆଗକୁ ଆହୁରି ଇଣ୍ଟରେଷ୍ଟିଂ ଜିନିଷ ଆସିବ, ଭିଡ଼ିଓକୁ ଆହୁରି ଦେଖନ୍ତୁ ଏମିତି ସବୁବେଳେ ପାଇଁ ମୋ ଭିଡ଼ିଓ ଗୁଡ଼ାକ। ଆଜିର ଭିଡ଼ିଓଟି ଭଲ ଲାଗିଲେ ଗୋଟେ ଲାଇକ୍ ଦେବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।